ଏବେ ତ ଆମକୁ ନୋଟିସ୍ ଆସିଛି ଘର ଖାଲି କରିବା ପାଇଁ। ଘର ତ ଖାଲି ଯେଉଁ ପ୍ଲଟ୍ ନମ୍ବରରେ ପଡ଼ିଛି ସେଟା ତ ଆମ ଘରର ବି ପ୍ଲଟ୍ ନମ୍ବରରେ ପଡ଼ୁନାହିଁ ଯେ ବ୍ୟାଙ୍କର ତଦନ୍ତ କରନ୍ତୁ ଯେ ଆମ ଘର ପଟ୍ଟା ଉପରେ ବି ପଡ଼ିଛି ବୋଲି। କରିଥିଲେ ବନ୍ଧୁଙ୍କ ଉପରେ ଭରସା, ଆଉ ସେଇ ଭରସା ଏବେ ହେଲା ଅଭିଶାପ। ହୋଇଥିଲେ ସମ୍ପର୍କୀୟ ମାମୁଙ୍କ ଜ୍ୱାଇଁଙ୍କ ନାମରେ ଋଣ ନେବା ପାଇଁ ଗ୍ୟାରେଣ୍ଟର, ଆଉ ଦେଇଥିଲେ ଘରବାଡ଼ି ଓ ଜମି ବନ୍ଧକ। ମାତ୍ର ଋଣ ନ ସୁଝିବାରୁ ବ୍ୟାଙ୍କ ସିଧାସଳଖ ନେଇଛି ଗ୍ୟାରେଣ୍ଟରଙ୍କ ଉପରେ ଆଇନଗତ ପଦକ୍ଷେପ। ନିଲାମ ହେବାକୁ ଯାଉଛି ଗ୍ୟାରେଣ୍ଟରଙ୍କ 3 ମହଲା କୋଠା। ଘଟଣାଟି ଏମିତି, ଭୋଗରାଇ ବ୍ଲକ ଖର୍ଦ୍ଦିଚକ ଗ୍ରାମର ପ୍ରଭୁରାମ ଦେ ଜଣେ ଶାନ୍ତ ସରଳ ନିରୀହ ବ୍ୟକ୍ତି। ତାଙ୍କ ସରଳତାର ସୁଯୋଗ ନେଇ ସମ୍ପର୍କୀୟ ମାମୁଁ ଯୋଗେନ୍ଦ୍ରନାଥ ପାଳ ଚଞ୍ଚକତା କରି ହାତେଇ ନେଇଥିଲେ ପ୍ରଭୁରାମଙ୍କ ଘରବାଡ଼ି, ଜମିପଟ୍ଟା ଏବଂ ଦସ୍ତଖତ, ଏବଂ ନିଜ ଜ୍ୱାଇଁଙ୍କ ନାମରେ ଏକ ମୋଟା ଅଙ୍କର ଲୋନ୍ ଆଣିବା ବେଳେ ଗ୍ୟାରେଣ୍ଟର ହିସାବରେ ନାମ ଦେଇଥିଲେ ପ୍ରଭୁରାମଙ୍କର। ଜ୍ୱାଇଁ ଜଣଙ୍କ ଦୀର୍ଘଦିନ ଧରି ଋଣ ନ ସୁଝିବାରୁ ସ୍ଥାନୀୟ ପୋଲିସ ସହାୟତାରେ ବ୍ୟାଙ୍କର କର୍ମଚାରୀମାନେ ଆସି ଦେଇଯାଇଛନ୍ତି ଘରବାଡ଼ି ନିଲାମର ଧମକ। ହେଲେ ଫାଙ୍କି ମାରିଛନ୍ତି ସମ୍ପର୍କୀୟ ମାମୁଁ ଯୋଗେନ୍ଦ୍ର ଏବଂ ତାଙ୍କ ଜ୍ୱାଇଁ। ବେସାହାରା ହୋଇ ନ୍ୟାୟ ପାଇଁ ଗୁହାରି କରୁଛନ୍ତି ପ୍ରଭୁରାମଙ୍କ ପରିବାର। ତେବେ ଆମେ ଆପଣଙ୍କୁ ଏତିକି ସତର୍କ କରିଦେଉଛୁ ଯେ ଭାବନାରେ ପଡ଼ି ସରଳ ବିଶ୍ୱାସରେ ଅନ୍ୟର ଋଣ ପାଇଁ ଗ୍ୟାରେଣ୍ଟର ହେଉଥିଲେ ହୋଇଯାଆନ୍ତୁ ସାବଧାନ। କାହିଁକି ନା ନିଜ ଘର, ବାଡ଼ି, ଜମି ଜାଗା ସବୁକିଛି ହୋଇଯାଇପାରେ ନିଲାମ। ଦେଖନ୍ତୁ, ଆମ ଶ୍ୱଶୁରଙ୍କ ସାଙ୍ଗରେ ଚିଟିଂ ହେଇଛି। ଆଉ ସେ ଗ୍ୟାରେଣ୍ଟର ନଥିଲେ, ସେ ଏମିତି କହିଥିଲେ ଯେ ସାକ୍ଷୀ ରଖିବେ ବୋଲି। ଆଉ ସେ ଯାଇକି ମାନେ ସାଇନଟା ମାରି ଦେଇଛନ୍ତି। ତ ଏବେ ଆମକୁ ଜଣା ପଡ଼ିଲା ଯେ ସେ ଗ୍ୟାରେଣ୍ଟର କମ୍ ଡାଇରେକ୍ଟର ଅଛନ୍ତି ବୋଲି। ତ ଆମର ଯେଉଁ ପ୍ଲଟଟା ପଡ଼ିଛି କାନାଡା ବ୍ୟାଙ୍କ ପାଖରେ, ସେଇଟା କିନ୍ତୁ ସେ ପ୍ଲଟରେ ଆମ ଘର ନାହିଁ, ବୁଝିଲେ ତ। ଆଉ ତଦନ୍ତ କରି ଦେଖନ୍ତୁ, ଆମ ସେ ପ୍ଲଟରେ ଘର ନାହିଁ, କିନ୍ତୁ ଘର ସିଜ୍ କରିବେ ବୋଲି ଆମକୁ ନୋଟିସ୍ ମାରୁଛନ୍ତି। ମୋ ନାଁ ମମତା ଦେ। କଣ ଘଟଣା? ଆପଣ ଯୋଉ ବ୍ୟାଙ୍କ ନୋଟିସ୍ ବର୍ତ୍ତମାନ ଦଉଛି, ଆପଣ କହୁଛନ୍ତି ପଇସା ଉଠେଇ ନାହାନ୍ତି ବୋଲି, ପ୍ରକୃତରେ ଘଟଣାଟା କଣ ରହିଛି? ଆମେ ତ ପଇସା ଆମ ଆକାଉଣ୍ଟକୁ ତ ଦେଇନାହାନ୍ତି, ପ୍ରୋଗ୍ରାମ ବାବୁ ଆକାଉଣ୍ଟକୁ ଦେଇନାହାନ୍ତି। କାନାଡା ବ୍ୟାଙ୍କ ଏବେ ଆମକୁ ଏକ୍ସଟ୍ରା ନୋଟିସ୍ ପଠାଉଛନ୍ତି ଯେ ଘରୁ ବାହାର ଆମକୁ ନୋଟିସ୍ ଦଉଛନ୍ତି। ତାପରେ ପୋଲିସ ଆସିକି ବି ତ କହୁଛନ୍ତି ଯେ ତା ଘର ସିଜ୍ ହବ 22 ତାରିଖ ନା 23 ତାରିଖ ସିଜ୍ ହବ କହୁଛନ୍ତି। ମୋର ତ ଛୁଆ ପିଲାକୁ ନେଇକି 12 ଜଣ ମେମ୍ବର ହଉଛି, ଆମେ ଯିବାକୁ ଏଠିକି କାନାଡା ବ୍ୟାଙ୍କ ଯେଇଠି ତାଙ୍କର ଆମର ନେଇ ଦିଆଯାଇଛି ତାଙ୍କୁ ଆମ ଜାଗାଟା, ସେ ତାଙ୍କର ସେଇଠୁ ନେବେ ନା। ସେ କାହିଁକି ତାଙ୍କ ଚୌଦି ପଇସା ନେଇଛନ୍ତି କିଏ? ପଇସା ଉଠେଇଛନ୍ତି ଯାଜେନ୍ଦ୍ର ପ୍ରଧାନ। ସେ କିଏ? ସେ ହଉଛନ୍ତି ଯୋଗେନ୍ଦ୍ର ପାଳଙ୍କର ଜୁଇ ଯାଜେନ୍ଦ୍ର ପ୍ରଧାନ। 15 କୋଟି ଉଠେଇଛନ୍ତି। ଆମେ ତ ଜାଣିଥିଲେନି, ଆମେ ଏବେ ଜାଣୁଛେ ଯାଇକି ସେ 15 କୋଟି ଟଙ୍କା ଆମକୁ ସାକ୍ଷୀ ରଖିବେ କହିକି ଦସ୍ତଖତ ନେଇକି ଆମକୁ 15 କୋଟି ଟଙ୍କା ଆମ କତରୁ କରିକି ତାଙ୍କର ବ୍ୟାଙ୍କ ବାଲା ଦେଇଛନ୍ତି। ତ 15 କୋଟି ଟଙ୍କା କିସ ଏକା ବେଳେ ବ୍ୟାଙ୍କ ବାଲା ଦେଇଦେଲା ପ୍ରୋଗ୍ରାମ ବାବୁକୁ? କିସ ବେଳେ ବି କାନାଡା ବ୍ୟାଙ୍କକୁ ନେଲାନି ନା? ବେଳେ ତ ସେ ଦସ୍ତଖତ କରିକି ଆସିଛନ୍ତି। 15 କୋଟି ଟଙ୍କା ଯେ ମ୍ୟାନେଜର ସାର୍ ଦେଇଦେଲେ କାନାଡା ବ୍ୟାଙ୍କର, ସେ ପ୍ରୋଗ୍ରାମ ବାବୁ ତ ସେଠି ଉପସ୍ଥିତ ନାହାନ୍ତି। ଗ୍ୟାରେଣ୍ଟର ହିସାବରେ ଯଦି ସାକ୍ଷୀ ହିସାବର ବି ହଉ ବି ଗ୍ୟାରେଣ୍ଟର ହିସାବରେ ହଉ, ତାଙ୍କୁ ତ ବେଳେ ବି ସେ କାନାଡା ବ୍ୟାଙ୍କ ବାଲେଶ୍ୱର କାନାଡା ବ୍ୟାଙ୍କକୁ ବେଳେ ବି ନେଇନାହାନ୍ତି। ପଇସା ଦେଇଛନ୍ତି ଯାଜେନ୍ଦ୍ର ପ୍ରଧାନ ଆକାଉଣ୍ଟକୁ। ତାପରେ ଏବେ ଆସୁଛନ୍ତି, କହୁଛନ୍ତି ଆପଣଙ୍କ ଘର ଛାଡନ୍ତୁ, ଆମକୁ ନୋଟିସ୍ ପଠାଉଛନ୍ତି, ପୁଲିସ ଆସୁଛନ୍ତି, କହୁଛନ୍ତି ଯେ ଘର ଆମେ ଚାହୁଁଛେ ଯେ ତାଙ୍କର ଯିଏ ଦେଇଥିବା ଜାଗା ଗୁଡାକୁ ସେଇଗୁଡାକୁ ତାଙ୍କର ତଦନ୍ତ କରିକି ତାଙ୍କର ନେଇଯାଆନ୍ତୁ। ବାକି ଆମ ଘର ଉପରେ କିଛି ବି ଆକ୍ସନ ନାହିଁ, ସେ ଜାଗା ଉପରେ ଘର ନାହିଁ, କିଛି ବି ଆକ୍ସନ ନଉଁ। ବ୍ୟୁରୋ ରିପୋର୍ଟ, ସମ୍ପର୍କ ଲାଇଭ।